ବର୍ଷା ପାଗକୁ ଚିକେନ୍ ରନ୍ଧା ଚାଲିଥାଏ। ମାମାଙ୍କର ବହୁତ ମନ ହେଲା କି ଚିକେନ୍ ଖାଇବେ, ସେଥିପାଇଁ ବାବା ଗଲେ ଫଟାଫଟ ଚିକେନ୍ ଆଣିବା ପାଇଁ। ଚିକେନ୍ ଏଠି ଥାଏ, ଆଳୁ କଷିବାର ଲାଗିଥାଏ। ଆଳୁକୁ ଭାଜିଥାନ୍ତି ମାମା। ଆଳୁକୁ ମାମା ଏବେ କାଢ଼ିଦେବେ। ତାପରେ ମାମା ଏବେ ମସଲା କରେଇରେ ପଡ଼ିଥାଏ ଚିନି। କରେଇରେ ଚିନି ପଡ଼ିଥିବା ବେଳେ କରେଇରେ ଚିନି ଟିକେ ତାତି ଆସିଲା ପରେ ଆମେ ଟିକେ ମସଲା ପକାଇବା। ମସଲା କିଛି ସମୟ କଷାଯିବ। ପଡ଼ିବ ଚିକେନ୍ ମସଲା। ଚିକେନ୍ ମସଲା ପଡ଼ି ସାରିଲା ପରେ ମାମା ଟିକେ ଘାଣ୍ଟି ଦେବେ। ଯଦି ଆମେ ବାରମ୍ବାର ତାକୁ ଟିକେ ନ ଢାଙ୍କିବା ତ ସେ ଲାଗିଯିବ, ସେଥିପାଇଁ ଟିକେ ଢାଙ୍କିବାକୁ ପଡ଼େ। ମାମା କହିଲେ କି ପାଣି ଢାଳିବେ ବୋଲି, ଏବେ ସେଥିପାଇଁ ପାଣି ଢାଳିବାର ଅପେକ୍ଷାରେ ଆମେ ଅଛୁ। ରେଡ଼ି ହେଇଯିବ, ମାମା କହିଲେ ଢାଙ୍କୁଣି ମାରିଦେଲେ, ସେଥିପାଇଁ ଆମେ ଖାଇବା ଚିକେନ୍।